ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଦ୍ୱିତୀୟ ଭାଗ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମର ସାଙ୍ଗମାନଙ୍କ ସହିତ ସେୟାର କରିଦେବ, ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ପିଲାମାନେ ତୁମର ବାର୍ଷିକ ପରୀକ୍ଷାରେ ଯଦି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ 8 ମାର୍କର ପ୍ରଶ୍ନ ଆସେ ତାହେଲେ ଏଠି ଯେଉଁ ଫର୍ମାଟ୍ ଦିଆହେଇଛି ପିଲାମାନେ, ଏହି ଫର୍ମାଟ୍ ଅନୁସାରେ ହିଁ ତୁମର ଉତ୍ତରଟି ଲେଖିବ, ଯଦ୍ୱାରା ତୁମର ଉତ୍ତରଟି ବହୁତ ସୁନ୍ଦର ହେବ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ପ୍ରଶ୍ନର ଉତ୍ତର ଲେଖିବା ସମୟରେ ପ୍ରଥମେ ତୁମେ ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ ବିଷୟରେ ଲେଖିବ, ତାପରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଗଠନ ବିଷୟରେ ଲେଖିବ, ତାପରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ବିଷୟରେ ଲେଖିବ। ସେ କେବେ ଓଡ଼ିଶାକୁ ଆସିଥିଲେ, କେଉଁ କେଉଁ ସ୍ଥାନରେ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେଇଥିଲେ ତାର ବିଷୟରେ ଲେଖିବ। ତା ସହିତ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ'ଣ କ'ଣ ଥିଲା ଲେଖିବ। ଓଡ଼ିଶାର ଅସହଯୋଗ ଆନ୍ଦୋଳନର ଅଗ୍ରଗତି କେମିତି ହୋଇଥିଲା ତାରି ବିଷୟରେ ଲେଖିବ। ତା ସହିତ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ଇଂରେଜମାନେ କେମିତି କରିଥିଲେ ତାରି ବିଷୟରେ ଲେଖିବ ଏବଂ ପରିଶେଷରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଫଳାଫଳ ଲେଖି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ଓଡ଼ିଶାର ଅସହଯୋଗ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓରେ ଆମେ ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ ବିଷୟରେ ଜାଣିଛେ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ବିଷୟରେ ଜାଣିଛେ, ତା ସହିତ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ବିଷୟରେ ଜାଣିଛେ, ତା ସହିତ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ଥିଲା ଜାଣିଛେ। ଆଜିର ଏହି ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଅଗ୍ରଗତି ବିଷୟରେ ଜାଣିବା, ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ବିଷୟରେ ଜାଣିବା, ତା ସହିତ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଫଳାଫଳ ଗୁଡ଼ିକ କ'ଣ ଥିଲା ତାରି ବିଷୟରେ ଜାଣିବା। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଅଗ୍ରଗତି। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ପୁରୀଠାରେ ବିଦେଶୀ ବସ୍ତ୍ରରେ ଅଗ୍ନି ସଂଯୋଗ କରାଯାଇଥିଲା 1921 ମସିହା ଅଗଷ୍ଟ 3 ତାରିଖ। କେବଳ ପୁରୀଠାରେ ହିଁ ବିଦେଶୀ ବସ୍ତ୍ରରେ ଅଗ୍ନି ସଂଯୋଗ କରାଯାଇନଥିଲା, ପୁରୀ ସହିତ କଟକଠାରେ ମଧ୍ୟ ବିଦେଶୀ ବସ୍ତ୍ରରେ ଅଗ୍ନି ସଂଯୋଗ କରାଯାଇଥିଲା। କଟକଠାରେ ବିଦେଶୀ ବସ୍ତ୍ରଗୁଡ଼ିକରେ ଅଗ୍ନି ସଂଯୋଗ କରାଯାଇଥିଲା 1921 ମସିହା ଅଗଷ୍ଟ 11 ତାରିଖରେ। ଓଡ଼ିଶାରେ ଏହି ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ଓଡ଼ିଶାର ଲୋକମାନେ ସ୍କୁଲ, କଲେଜ, ଚାକିରି ଓ ଓକିଲାତି ପଦବୀ ଛାଡ଼ି ଏହି ଓଡ଼ିଶାର ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିଲେ। କଟକରେ ଥିବା ରେଭେନ୍ସା କଲେଜରୁ 60 ଜଣ ଛାତ୍ର ଏହି ଓଡ଼ିଶାର ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ସେହି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ କଲିକତାରେ ଯେଉଁ ଓଡ଼ିଆ ଶ୍ରମିକମାନେ ଥିଲେ ସେମାନେ ଲୁଗାପେଟି ଦେବା ପାଇଁ ମନା କରିଦେଇଥିଲେ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ଅନେକ ଲୋକ ତାଙ୍କର ପଦବୀ ତ୍ୟାଗ କରି ଏହି ଓଡ଼ିଶାର ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିଲେ, ଯେମିତି ଗୋପବନ୍ଧୁ ଚୌଧୁରୀ, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର ଇତ୍ୟାଦି। ଏହି ସମସ୍ତେ ନିଜ ନିଜର ପଦବୀ ତ୍ୟାଗ କରି ଓଡ଼ିଶାର ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିଲେ ଏବଂ ଓଡ଼ିଶାର ଏହି ଅସହଯୋଗ ଆନ୍ଦୋଳନକୁ ଆଗେଇ ନେଇଥିଲେ। କେବଳ ଓଡ଼ିଶାର ଲୋକମାନେ ତାଙ୍କର ପଦବୀ ତ୍ୟାଗ କରିନଥିଲେ, ଓଡ଼ିଶାର ଅନେକ ଲୋକମାନେ ତାଙ୍କର ଓକିଲାତି ବୃତ୍ତି ମଧ୍ୟ ତ୍ୟାଗ କରି ଓଡ଼ିଶାର ଏହି ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ, ଯେମିତିକି
ଗୋପବନ୍ଧୁ ଦାସ, ଜଗବନ୍ଧୁ ସିଂ, ବିଶ୍ୱନାଥ ଦାସ, ଭାଗୀରଥୀ ମହାପାତ୍ର ଇତ୍ୟାଦି। ସେମାନେ ତାଙ୍କର ଓକିଲାତି ବୃତ୍ତି ତ୍ୟାଗ କରି ଓଡ଼ିଶାର ଏହି ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇ ଓଡ଼ିଶାର ଏହି ଅସହଯୋଗ ଆନ୍ଦୋଳନର ଅଗ୍ରଗତିରେ ସାମିଲ ହୋଇଥିଲେ। ଓଡ଼ିଶାର ସାଧାରଣ ଜନତାମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଓଡ଼ିଶାରେ କେତେଗୁଡ଼ିଏ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଥିଲା, ଯେମିତିକି ଭଦ୍ରକଠାରେ, ବାଲେଶ୍ୱରରେ, ପୁରୀଠାରେ। ଏହି ଭଦ୍ରକ, ବାଲେଶ୍ୱର, ପୁରୀଠାରେ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇ ଓଡ଼ିଶାର ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରାଯାଉଥିଲା। କାହିଁକି ନା ସେହି ସମୟରେ ଇଂରେଜମାନଙ୍କ ଦ୍ୱାରା ସ୍ଥାପିତ କୋର୍ଟ କଚେରୀକୁ ଓଡ଼ିଶାବାସୀ ବାସନ୍ଦ କରିଥିଲେ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ରାଜକୃଷ୍ଣ ବୋଷ କଟକ ମେଡ଼ିକାଲ ସ୍କୁଲ ତ୍ୟାଗ କରି ସେ ଏହି ଓଡ଼ିଶାର ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିଲେ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଏହି ଓଡ଼ିଶାର ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିଲେ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ସତ୍ୟବାଦୀ ବନବିଦ୍ୟାଳୟକୁ ଏକ ଜାତୀୟ ବିଦ୍ୟାଳୟରେ ଘୋଷଣା କରାଯାଇଥିଲା। କାହିଁକି ନା ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ସଫଳତାରେ ସାହାଯ୍ୟ କରିବା ପାଇଁ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ଅନେକଗୁଡ଼ିଏ ଜାତୀୟ ବିଦ୍ୟାଳୟର ପ୍ରତିଷ୍ଠା କରାଯାଇଥିଲା ଓଡ଼ିଶାର ବିଭିନ୍ନ ସ୍ଥାନରେ, ଯେମିତିକି ସମ୍ବଲପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଇତ୍ୟାଦି ସ୍ଥାନରେ ଅନେକଗୁଡ଼ିଏ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ଏବଂ ସେହି ଜାତୀୟ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ଓଡ଼ିଶାର ଅସହଯୋଗ ଆନ୍ଦୋଳନକୁ ଅଗ୍ରଗତି କରାଯାଇଥିଲା। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଅଗ୍ରଗତି ପାଇଁ ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦ ଗଠନ କରାଯାଇଥିଲା କଟକଠାରେ 1923 ମସିହାରେ ଏବଂ ଏହି ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦର ସଭାପତି ଥିଲେ ଗୋପବନ୍ଧୁ ଦାସ ଏବଂ ଏହି ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦର ସମ୍ପାଦକ ଥିଲେ ନନ୍ଦକିଶୋର ଦାସ। ଏହି ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦ ଗଠନ କରିବାର ପଛରେ ମୁଖ୍ୟ କାରଣ ଥିଲା ବା ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦର ଦାୟିତ୍ୱ ଥିଲା ଜାତୀୟ ବିଦ୍ୟାଳୟ ପରିଦର୍ଶନ କରିବା ତଥା ଏହି ଜାତୀୟ ବିଦ୍ୟାଳୟଗୁଡ଼ିକର ପରୀକ୍ଷା ପରିଚାଳନା କରିବା ଦାୟିତ୍ୱ ଥିଲା ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦର। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ଅନେକଗୁଡ଼ିଏ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ଏବଂ ସେହି ଆଶ୍ରମଗୁଡ଼ିକ ମାଧ୍ୟମରେ ଓଡ଼ିଶାର ଅସହଯୋଗ ଆନ୍ଦୋଳନର ଅଗ୍ରଗତି କରାଯାଇଥିଲା, ଯେମିତିକି ସ୍ୱରାଜ ଆଶ୍ରମ କଟକଠାରେ ସ୍ଥାପନ କରାଯାଇଥିଲା, ଅଳକା ଆଶ୍ରମ ଜଗତସିଂହପୁରଠାରେ ପ୍ରତିଷ୍ଠା କରାଯାଇଥିଲା, ସ୍ୱରାଜ ସେବକ ସଂଘ କଟକଠାରେ ପ୍ରତିଷ୍ଠା କରାଯାଇଥିଲା, ସ୍ୱରାଜ ମନ୍ଦିର ବାଲେଶ୍ୱରଠାରେ ପ୍ରତିଷ୍ଠା କରାଯାଇଥିଲା ଏବଂ ଏହି ସ୍ୱରାଜ ମନ୍ଦିର ଆଶ୍ରମରୁ ସ୍ୱରାଜ ନାମକ ପତ୍ରିକା ପ୍ରକାଶିତ ହୋଇଥିଲା। ଗୋପବନ୍ଧୁ ଦାସ ସମାଜ ସମ୍ବାଦପତ୍ର ପ୍ରକାଶିତ କରିଥିଲେ 1919 ମସିହାରେ। କେଉଁଠି ଗୋପବନ୍ଧୁ ଦାସ ସମାଜ ସମ୍ବାଦପତ୍ର ପ୍ରକାଶିତ କରିଥିଲେ? ସତ୍ୟବାଦୀଠାରେ, ଯାହାକି ପୁରୀ ଜିଲ୍ଲାରେ ଅବସ୍ଥିତ। ପିଲାମାନେ ଏଠି ଯେଉଁ ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦର ଗଠନ ହୋଇଥିଲା ତାକୁ ମନେ ରଖିବ। କେବେ ଗଠନ ହୋଇଥିଲା ବୋଲିକି ତୁମର ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଥାଏ। ତାର ସଭାପତି କିଏ ଥିଲା ବୋଲି ପରୀକ୍ଷାରେ ପ୍ରଶ୍ନ ଆସିଥାଏ।
उत्कल स्वराज्य शिक्षा परिषदर संपादक किए थिला बोली 1 मार्कर प्रश्न आसी थाए। ता सहित एठी जो आश्रम गुड़िक अच्छी पिला माने केउ जिल्ला रे केउ आश्रम प्रतिष्ठा करा जाइतिला ताहा भी परीक्षा रे प्रश्न आसी थाए। जेमति कि स्वराज आश्रम कटक ठारे प्रतिष्ठा करा जाइतिला, अलका आश्रम जगतसिंहपुर रे प्रतिष्ठा करा जाइतिला, स्वराज सेवक संघ कटक ठारे प्रतिष्ठा करा जाइतिला, स्वराज मंदिर बालेश्वर ठारे प्रतिष्ठा करा जाइतिला। परीक्षा दृष्टि पिला माने एही आश्रम गुड़िक अत्यंत गुरुत्वपूर्ण अटे कहीं ना तुम वार्षिक परीक्षा रे एही आश्रम संबंधी 1 मार्कर गोटे प्रश्न निश्चित थिबो। तो तुमर कर्तव्य हैला पिला माने एही आश्रम गुड़िक मन रखिदेव कौ जिल्ला रे कौ आश्रम गुड़िक अवस्थित, जद्वारा वार्षिक परीक्षा रे जदि प्रश्न आसे ताहले तुमे बहुत सुंदर भाव रे तार उत्तर करि परिबो। ओडिशा रे असहयोग आंदोलनर दमन। ओडिशा रे चलीथिबा असहयोग आंदोलन को दमन करिबा पई इंग्रेज माने लाठी चालना करितिले, शह शह सत्याग्रही मानंकु गिरफ करितिले, ओडिशार समस्त सभा समिति को रद्द करि देइतिले। ओडिशा रे सही समय रे प्रचलित थिबा समस्त संवादपत्र उपरे कटकणा लगै देइतिले। ओडिशा रे असहयोग आंदोलन चलीथिबा समय रे इंग्रेज माने गोपबंधु दास को 1 मास पई जेल दंड देइथिले एवं गोपबंधु दास को काहींकि इंग्रेज माने 1 मास जेल दंड देइतिले तार पछरे कारण थिला पिला माने से तांकर संवादपत्र समाज रे सत्य हेले सांघातिक सरकार विरोधी लेखा लेखिथिले। एही कारण पई इंग्रेज माने गोपबंधु दास को 1 मास पई एही ओडिशा रे असहयोग आंदोलन समय रे जेल दंड देइथिले। सेमिति संबलपुर रो मिश्र प्रेस को 25 टंकार जोरिमाना लगाइथिले इंग्रेज माने। इंग्रेज माने संबलपुर रो मिश्र प्रेस को 25 टंकार जोरिमाना लगाइबा पछरे कारण कौन थिला पिला माने देख, एही मिश्र प्रेस स्वराज संगीत पत्र छापिथिबारु इंग्रेज माने संबलपुर रो मिश्र प्रेस उपरे 25 टंकार जोरिमाना लगैथिले। चौरी चौरा घटना परे महात्मा गांधी एही असहयोग आंदोलन को बंद डाकरा देइथिले। महात्मा गांधींकर एही असहयोग आंदोलन को बंद डाकरा देवा मात्रे ही ओडिशा रे मध्य एही असहयोग आंदोलन धीरे धीरे बंद हेबाकू लागिला। ओडिशा रे असहयोग आंदोलनर शेष समय रे कनिका विद्रोह देखा देइतिला। एही कनिका विद्रोह ओडिशा रे 1922 मसीहा रे संगठित होइतिला एवं एही कनिका विद्रोह कनिकार कृषक माने करिथिले। कहा उपरे एही विद्रोह करा जाइतिला, कनिकार राजा राजेंद्र नारायणଙ୍କ विरोधरे कनिकार कृषक माने एही विद्रोह करिथिले। पिला माने एही कनिका विद्रोह हेबार पछरे कारण थिला अधिक कर आदाय। जेतेबेले राजांक विरोधरे कनिकार कृषक माने विद्रोह कले, राजा इंग्रेज मानंकर साहाय्य मागिले एवं एही कनिका विद्रोह चलीथिबा समय रे श्रीकृष्ण महापात्रंक निर्देश रे विद्रोही मानंक उपरे गुली वर्षण करा जाइतिला, जद्वारा एही गुली वर्षण रे 2 जण विद्रोहींक प्राणत्याग होइतिला एवं से 2 जण विद्रोही थिले बसु सेठी एवं बिसुनी मढ़वाल। समाज एवं उत्कल दीपिका संवादपत्र रे एही कनिका विद्रोहर घटना
ସମ୍ପୂର୍ଣ୍ଣ ରୂପେ ଏହି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ବର୍ଣ୍ଣନା କରାଯାଇଥିଲା ଏବଂ ଇଂରେଜମାନେ ମଧ୍ୟ ପରିଶେଷରେ ଏହି କନିକା ବିଦ୍ରୋହକୁ ମଧ୍ୟ ଦମନ କରିଦେଲେ। ଏହିପରି ଭାବରେ ଇଂରେଜମାନେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଦମନ କରିଦେଲେ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଫଳାଫଳ। ଓଡ଼ିଶାରେ ଖଦି ଓ ଚରଖାର ବ୍ୟାପକ ପ୍ରସାର ହେଲା। ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଜନସମର୍ଥନ ଦେଖାଇଥିଲେ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ହେବା ପୂର୍ବରୁ ଓଡ଼ିଶାରେ ମହାନ ବିଦ୍ରୋହୀ ବା ମହାନ ନେତାମାନେ ଥିଲେ, ଯେଉଁମାନଙ୍କୁ କି ସାରା ଭାରତର ଲୋକ ଜାଣିନଥିଲେ। ଓଡ଼ିଶାରେ ଏହି ଅସହଯୋଗ ଆନ୍ଦୋଳନ ହେବା ଦ୍ୱାରା ଓଡ଼ିଶାର ମହାନ ନେତାମାନେ ସାରା ଦେଶରେ ପରିଚିତ ହେଲେ। ଓଡ଼ିଶାର ଅଧିକାଂଶ ଲୋକ ଏହି ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିଲେ। ଏହି ଓଡ଼ିଶାର ଅସହଯୋଗ ଆନ୍ଦୋଳନ ଓଡ଼ିଆମାନଙ୍କ ମନରେ ଆନ୍ଦୋଳନର ବହ୍ନି ପ୍ରଜ୍ୱଳିତ କରିଥିଲା। ତା ସହିତ ପିଲାମାନେ ଏହି ଓଡ଼ିଶାର ଅସହଯୋଗ ଆନ୍ଦୋଳନ ଓଡ଼ିଶାବାସୀଙ୍କୁ ଏକ ମହାନ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରିଥିଲା। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ କନିକା ବିଦ୍ରୋହ ଅସହଯୋଗ ଆନ୍ଦୋଳନକୁ ସାହାଯ୍ୟ କରିଥିଲା। ଏହା ହିଁ ଥିଲା ପିଲାମାନେ ଅସହଯୋଗ ଆନ୍ଦୋଳନର ଫଳାଫଳ ଓଡ଼ିଶାରେ। ଆଶା କରୁଛି ପିଲାମାନେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ସେ ବୁଝିପାରିଥିବ। ଯେଉଁ ପିଲାମାନଙ୍କର ଯାହା ବି ଡାଉଟ୍ ଅଛି ପିଲାମାନେ ତୁମେମାନେ କମେଣ୍ଟ ବକ୍ସରେ କମେଣ୍ଟ କରିବ। ତାର ଉତ୍ତର ମୁଁ କମେଣ୍ଟ ବକ୍ସରେ ଦେବାକୁ ଚେଷ୍ଟା କରିବି।